ପ୍ରିୟ ଆତ୍ମନ୍, ନିୟମର ଆଲୋଚନା ଆମେ କରୁଥିଲେ। ଆଜି ଈଶ୍ୱର ପଣିଧ୍ୟାନର ଆଲୋଚନା ହେଲା ପରେ ସମ୍ପୂର୍ଣ୍ଣ ରୂପରେ ନିୟମର ଆଲୋଚନା ସରିଯିବ। ଈଶ୍ୱର ପଣିଧ୍ୟାନ ଶବ୍ଦରେ ଦୁଇଟି ପଦ ଅଛି। ଏକ ଈଶ୍ୱର, ଦ୍ୱିତୀୟ ହେଉଛି ପଣିଧ୍ୟାନ। ଏହା ଷଷ୍ଠୀ ତତ୍ପୁରୁଷ ସମାସ। ଈଶ୍ୱରସ୍ୟ ପଣିଧ୍ୟାନ, ଈଶ୍ୱର ପଣିଧ୍ୟାନ ଅର୍ଥାତ୍ ଈଶ୍ୱରର ପଣିଧ୍ୟାନ, ଈଶ୍ୱର ପଣିଧ୍ୟାନ କୁହାଯିବ। ଏଥିରେ ଈଶ୍ୱର ଅର୍ଥ ପ୍ରାୟ ସମସ୍ତେ ଜାଣନ୍ତି। ଆଉ ପଣିଧ୍ୟାନର ଅର୍ଥ ହେଲା ଧାରଣ ବା ସ୍ଥାପନ। ବର୍ତ୍ତମାନ ଈଶ୍ୱର ପଣିଧ୍ୟାନର ଅର୍ଥ ପରିଷ୍କାର ହୋଇଗଲା। ନିଜର ଆତ୍ମା ଭିତରେ, ନିଜ ହୃଦୟ ବା ମନରେ ଈଶ୍ୱରତ୍ଵ ଧାରଣ କରିବା, ନିଜକୁ ଈଶ୍ୱର ଠାରୁ ଅଲଗା ନ ଭାବିବା ଅଥବା ନିଜ ଆତ୍ମାକୁ ଈଶ୍ୱର ମାନିବା ପଣିଧ୍ୟାନ ଅଟେ। ଏହି ଆତ୍ମା ହିଁ ଈଶ୍ୱର, ନିଜ ଭାଗ୍ୟର ବିଧାତା ଓ ରଚୟିତା ମୁଁ ସ୍ୱୟଂ ଚାହେଁ ତ ବନ୍ଧନରେ ରହିବି ଓ ଯଦି ଚାହେଁ ତ ମୁକ୍ତ ହେବି। ଅଜ୍ଞାନ ଦୂର କରିବା ପାଇଁ, ଦୁର୍ଭାଗ୍ୟକୁ ଦୂର କରିବା ପାଇଁ ଅଥବା ରୋଗ ଦୋଷ ଓ ଦରିଦ୍ରତାର ନାଶ କରିବା ପାଇଁ କାହାରିଠାରେ ହାତ ଯୋଡ଼ିବା ବା ପ୍ରାର୍ଥନା କରିବାର ଆବଶ୍ୟକତା ନାହିଁ। ନିଜେ ସ୍ୱୟଂ ଏସବୁ ନିଜ ଇଚ୍ଛା ଓ ସଂକଳ୍ପ ମାତ୍ରକେ କରିପାରିବେ। ଗୋଟିଏ କୋଠରୀରେ ବସି ଯେ ଧୀରେ ଧୀରେ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତି, ତାହାକୁ ଅନ୍ୟ କେହି ଶୁଣେ ନାହିଁ, କେବଳ ନିଜର ଆତ୍ମା ଶୁଣନ୍ତି ଓ ଆପଣଙ୍କର ସେହି ବିଶ୍ୱାସ ଅନୁସାରେ ଫଳ ଦିଅନ୍ତି। ପ୍ରତ୍ୟେକ ମଜହବର ସିଦ୍ଧାନ୍ତ ବିଶ୍ୱାସର ସହିତ ପ୍ରାର୍ଥନା କର। ବିଶ୍ୱାସ ହିଁ ଫଳଦାୟକ। ଯଦି ନିଜ ଆତ୍ମା ଓ ନିଜର ବିଶ୍ୱାସ ଫଳଦାୟକ, ତେବେ ଯୋଗୀକୁ ନିଜ ଈଶ୍ୱରତ୍ୱର ଜ୍ଞାନ ପ୍ରାପ୍ତ କରି ନିଜ ଆତ୍ମାଠାରୁ ହିଁ କାମ ନେବା ଉଚିତ। ଯୋଗୀ ଚାକର ପରି କାହାରି ଆଗରେ ହାତ ପତାଇବା ଓ ପ୍ରାର୍ଥନା କରିବାକୁ ବ୍ୟର୍ଥ ମନେ କରେ ଏବଂ ବ୍ୟର୍ଥ ମଧ୍ୟ ଅଟେ। ଯେଉଁ କଥାକୁ ସ୍ୱୟଂ ନିଜ ପୁରୁଷାର୍ଥରେ କରିପାରେ, ଯାହା ସ୍ୱୟଂ ଆତ୍ମା କରିପାରେ, ସେଇଥିପାଇଁ ଅନ୍ୟଠାରେ ଅର୍ଥାତ୍ ଦେବୀ ଦେବତାଙ୍କଠାରେ ପ୍ରାର୍ଥନା କରିବା ବେକାର। ପ୍ରାର୍ଥନା ତ ଦାସତ୍ୟା ଓ ଗୋଲାମୀ ସହିତ ରହିଥାଏ। ପରମ ପୁରୁଷାର୍ଥୀ ଓ ସାହସୀ ଯୋଗୀର ହୃଦୟରେ ଦାସତ୍ୟା ତଥା ଗୋଲାମୀ ଭାବ ଆତ୍ମଜ୍ଞାନରେ ବା ନିଜର ଈଶ୍ୱରତ୍ୱ ଜ୍ଞାନ ଦ୍ୱାରା ଦୂର ହୋଇଯାଏ। ଯାହାର ଗୋଲାମୀର ଭାବ ନାହିଁ, ଯେ ପ୍ରାର୍ଥନା କରିପାରେ ନାହିଁ। ପ୍ରାର୍ଥନା କରିବା ଓ ଭିକ ମାଗିବା ସତ୍ପୁରୁଷର କାମ ନୁହେଁ। ପଶୁ ଓ ପକ୍ଷୀମାନଙ୍କ ମଧ୍ୟରେ ପ୍ରାର୍ଥନାକାରୀ ବା ଭିକ ମାଗା ନାହାନ୍ତି। ଏକ ଦରିଦ୍ର ଓ ଦୁର୍ବଳ ମାଙ୍କଡ଼ ମଧ୍ୟ ଭିକ ମାଗିବାର ଓ ପ୍ରାର୍ଥନା କରିବାର ଦେଖାଯାଏ ନାହିଁ। କେବଳ କେତେକ ଅଜ୍ଞାନୀ ଭିକ ମାଗନ୍ତି, ପ୍ରାର୍ଥନା କରିବାରେ ଦେଖାଯାଆନ୍ତି। ଗୋଟିଏ ପଶୁ ବି ମନୁଷ୍ୟ ସାଥିରେ ରହି ରହି ଲାଙ୍ଗୁଡ଼ ହଲାଇବା ଶିଖିନିଏ। ସେହି ପଶୁର ନାମ କୁକୁର। କୁକୁର ଗୋଲାମ ଓ ଅଜ୍ଞାନୀ ମନୁଷ୍ୟକୁ ଛାଡ଼ି ସଂସାରରେ କେହି ଭିକ ମାଗା ନାହାନ୍ତି। ଈଶ୍ୱରଙ୍କୁ ଯେଉଁମାନେ ମାନନ୍ତି, ସେମାନେ ବି କହନ୍ତି କି ଈଶ୍ୱର ନିଜର କର୍ମର ଫଳ ଦିଅନ୍ତି। ଯଦି ନିଜ କର୍ମର ଫଳ ମିଳେ ତ ତା ପାଇଁ ପ୍ରାର୍ଥନା କରିବା ବ୍ୟର୍ଥ। ନିଜ ଆତ୍ମା, ନିଜ ଶକ୍ତି ଓ ନିଜ ଈଶ୍ୱରତ୍ୱର ଜ୍ଞାନ ପ୍ରାପ୍ତ କରି ପୁରୁଷାର୍ଥ ଓ ସାହସର ସହିତ ସଂସାରରେ କାମ କରନ୍ତୁ। ବ୍ୟର୍ଥ କଥା ଓ ସୃଷ୍ଟି କର୍ମର ବିରୁଦ୍ଧ ପ୍ରାକୃତିକ ଘଟଣା ଉପରେ ବିଶ୍ୱାସ କରି ପ୍ରାର୍ଥନା ପଛରେ ସମୟ ଦେବା ଠିକ୍ ନୁହେଁ। ଧନ ସମ୍ପତ୍ତି ସବୁ ଆମରି ଭିତରେ ଅଛି। ସବୁ ଶକ୍ତିର ମୂଳ ନିଜର ଆତ୍ମା। ଶରୀରର ପ୍ରତ୍ୟେକ ଅଣୁ ଉପରେ ଆତ୍ମାର ଅଧିକାର ଅଛି। ଆତ୍ମାର ନିର୍ଦ୍ଦେଶରେ ହାତ ପାଦ ସଂକୁଚିତ ଓ ପ୍ରସାରିତ ହେଉଛି। ଆତ୍ମାର ଇଚ୍ଛା ମାତ୍ରକେ ଆଖି ଦେଖୁଛି, କାନ ଶୁଣୁଛି। ସେହିପରି ଆଖି, କାନ, ନାକ, ଜିହ୍ୱା, ହାତ ଓ ପାଦ ଆପଣଙ୍କର ଇଚ୍ଛା ଅନୁସାରେ କାମ କରନ୍ତି। ସେହିପରି ପେଟ ମଧ୍ୟ ଆପଣଙ୍କ ଆଜ୍ଞାରୁ ବାହାର ନୁହେଁ। ଆତ୍ମବିଶ୍ୱାସ ନ ରଖିବା ବ୍ୟକ୍ତି ବହୁତ ଦୁର୍ବଳ ହୋଇଥାଏ। ସେ ସଂସାରରେ କୌଣସି ଭଲ କାମ କରିପାରେ ନାହିଁ। ଏପରି ମନୁଷ୍ୟ ଆତ୍ମାକୁ ବହୁତ ଦୁର୍ବଳ ଓ ଅଯୋଗ୍ୟ ମନେ କରେ। ସେ କହେ, ଏ କାମ ତ ଶ୍ରୀରାମ ଓ ଶ୍ରୀକୃଷ୍ଣ କରୁଥିଲେ, ସେମାନେ ଈଶ୍ୱର ଥିଲେ, ମୁଁ ସେ କାମ କରିପାରିବି ନାହିଁ। ଏହି କାମ ଶିବାଜୀ କରିପାରୁଥିଲେ କାରଣ ତାଙ୍କ ଉପରେ ଦେବତାଙ୍କର କୃପା ଥିଲା, ମୁଁ କରିପାରିବି ନାହିଁ। ଋଷି ମୁନି, ଦେବୀ ଦେବତା, ଅବତାର, ପେଗମ୍ବର ବିଷୟରେ ବହୁତ ମନଗଢ଼ା ଓ ମିଥ୍ୟା କଥା ଅଛି।
ଚନ୍ଦ୍ରକୁ ଦ୍ୱିଖଣ୍ଡ କରିବା, ସୂର୍ଯ୍ୟକୁ ଖାଇଯିବା ଓ ଆକାଶ ପୃଥିବୀ ସବୁକୁ ଏକ କରିଦେବା, ଏମିତି ମିଛ ଓ ବ୍ୟର୍ଥ କଥା ସବୁ ଅଛି। ଏହାକୁ କୌଣସି ଅବତାର, ଈଶ୍ୱର, ଦେବତା କିମ୍ବା ପେଗମ୍ବରମାନେ କରିନଥିଲେ କି ଆପଣ ମଧ୍ୟ କରିପାରିବେ ନାହିଁ ଓ ଏହାର ଆବଶ୍ୟକତା ମଧ୍ୟ ନାହିଁ। ଆବଶ୍ୟକତା ହିଁ ଆବିଷ୍କାରର ଜନନୀ। ଯେଉଁ କଥାରେ ଆବଶ୍ୟକତା ଅଛି ତାହା ନିଜର ଆତ୍ମାଠାରୁ ମାଗି ନିଅନ୍ତୁ। ସୁଖୀ, ବଳବାନ ଓ ସୁସ୍ଥ ରହିବା ଆପଣଙ୍କର ଜନ୍ମସିଦ୍ଧ ଅଧିକାର। ଏଇଥିପାଇଁ କାହାରିଠାରେ ପ୍ରାର୍ଥନା କରିବା, ମାଗିବା ବା ଦାନ୍ତ ଦେଖାଇବାର ଆବଶ୍ୟକତା ନାହିଁ। ଆପଣଙ୍କର କେଉଁ କେଉଁ ବସ୍ତୁର ଆବଶ୍ୟକତା ଅଛି ନିଜ ମନରେ ଏହାର ଏକ ତାଲିକା ପ୍ରସ୍ତୁତ କରିନିଅନ୍ତୁ ଓ ତାହା ନିଜ ଆତ୍ମାକୁ କହି ଦୃଢ଼ ବିଶ୍ୱାସର ସହିତ ନେଇ ନିଅନ୍ତୁ। ନିଜର ଆତ୍ମାକୁ ଛୋଟ ମନେକରି ଆମେ ସତକୁ ସତ ଛୋଟ ହେଇଯାଉ। ଆତ୍ମା କାହାରି ଛୋଟ ନୁହେଁ, ଏଥିରେ ଅନନ୍ତ ଶକ୍ତି ଅଛି। ଅତଏବ ନିଜକୁ ଈଶ୍ୱର ମନେକରି ନିଜ ଈଶ୍ୱରତ୍ୱକୁ ଧାରଣ କରନ୍ତୁ। ଏହା ହିଁ ଈଶ୍ୱର ପଣିଧ୍ୟାନ। ଅଥର୍ବ ବେଦରେ ଗୋଟେ ଶ୍ଳୋକ ଅଛି ଯାହା ଆପଣ ଦେଖିପାରୁଥିବେ। ଏ ଶ୍ଳୋକର ଅର୍ଥ ହେଉଛି ଏ ସବୁ କିଛି ଓ ସାରା ସଂସାର ହେଉଛି ବ୍ରହ୍ମ। ଏହି ଆତ୍ମା ବ୍ରହ୍ମ ଯିଏ ଚାରି ଅବସ୍ଥାରେ ରୁହେ: ଜାଗ୍ରତ, ସ୍ୱପ୍ନ, ସୁଷୁପ୍ତି ଓ ତୁରିୟା। ଯଦି କେହି କହେ କି ଏହି ଆତ୍ମା ଶବ୍ଦ ଈଶ୍ୱରଙ୍କ ପାଇଁ, ତାର ଉତ୍ତର ହେଉଛି ଏହି ଶ୍ଳୋକରେ ପରିଷ୍କାର କୁହାଯାଇଛି, ଅୟମ୍ ଆତ୍ମା ବ୍ରହ୍ମ, ଅର୍ଥାତ୍ ଏହି ଆତ୍ମା ବ୍ରହ୍ମ ଅଟେ। ଯଦି କହିବା ଲୋକ ଈଶ୍ୱରଙ୍କ ପାଇଁ କୁହନ୍ତା ତେବେ ଏହି ଆତ୍ମା କୁହନ୍ତା ନାହିଁ, ସେହି ଆତ୍ମା ବ୍ରହ୍ମ କୁହନ୍ତା। ଆଗକୁ ଆହୁରି ପରିଷ୍କାର ହୋଇଯାଇଛି, ଏହି ଆତ୍ମା ବ୍ରହ୍ମ ଯିଏ ଜାଗ୍ରତ, ସ୍ୱପ୍ନ, ସୁଷୁପ୍ତି ଓ ତୁରିୟା ଅବସ୍ଥା ଯୁକ୍ତ। ଉପନିଷେଦର ଆଉ ଗୋଟେ ଶ୍ଳୋକକୁ ଦେଖନ୍ତୁ। ଏହି ଶ୍ଳୋକରେ ପରିଷ୍କାର କୁହାଯାଇଛି କି ଜାଗ୍ରତ ଓ ସ୍ୱପ୍ନାଦି ଚାରି ଅବସ୍ଥା ବିଶିଷ୍ଟ ଏହି ଆତ୍ମା ଜାଣିବାର ଯୋଗ୍ୟ। ନିଜର ଈଶ୍ୱରତ୍ୱ ପ୍ରକୃତ ଜ୍ଞାନ ବିନା ଦୁଃଖ ଦୂର ହେବା କଠିନ। ଏହାକୁ ଅବଶ୍ୟ ଜାଣିନେବା ଉଚିତ କି ଆମେ କୌଣସି ଦେବତା ବା ଈଶ୍ୱରଙ୍କ ତିଆରି ନୋହୁଁ। ଆମେ ସ୍ୱୟଂ ନିଜେ ନିଜକୁ ନିଜ ଦ୍ୱାରା ତିଆରି କରିଛୁ ଏବଂ ଯଦି ପ୍ରଥମେ ତିଆରି କରିଛୁ ତେବେ ବର୍ତ୍ତମାନ ଯଦି କିଛି ଆମ ଭିତରେ କିଛି କମ୍ ଅଛି ତେବେ ତାହାର ତିଆରି କରିପାରିବା। ଆଜି ମଧ୍ୟ ଆତ୍ମା ଓ ମନକୁ ଆଜ୍ଞା ଦେଇ ଯେଉଁଠାରେ ସୁଧାରିବାର ଆବଶ୍ୟକତା ହୁଏ ସୁଧାରି ନେବା ଉଚିତ। ଯଜୁର୍ବେଦରେ ମଧ୍ୟ ଗୋଟେ ଶ୍ଳୋକ ଅଛି ଯାହା ଆପଣ ଦେଖିପାରୁଥିବେ। ଏହି ଶ୍ଳୋକ ଅନୁସାରେ ଶରୀରାଧି ସମସ୍ତ ସଂସାରରେ ଯାହା କିଛି ବର୍ତ୍ତମାନ ଅଛି ତାହାକୁ ତିଆରି କରି ସେ ସ୍ୱୟଂ ସେଥିରେ ପ୍ରବେଶ କରିଗଲେ। ଅର୍ଥାତ୍ ଏହି ଶରୀରରେ ଯେଉଁ ଆତ୍ମା ପ୍ରବେଶ କରିଛନ୍ତି ସେ ହିଁ ଏ ଶରୀରକୁ ତିଆରି କରିଛନ୍ତି। ଏତେ ପ୍ରମାଣ ପରେ ବି ଯଦି କେହି ସନ୍ଦେହ କରେ ଯେ ଏ ଶରୀରଧାରୀ ମନୁଷ୍ୟ ଈଶ୍ୱର, ଏହା ପରିଷ୍କାର ହେଲା ନାହିଁ। ତେବେ ତା ପାଇଁ ଆଉ ଗୋଟେ ବେଦରେ ଶ୍ଳୋକ ଅଛି ଯାହା ଆପଣ ଦେଖିପାରୁଥିବେ। ଏହି ମନ୍ତ୍ରରେ ପରିଷ୍କାର କୁହାଯାଇଛି ଯେ ଏହି ମନୁଷ୍ୟର ଆତ୍ମା ବ୍ରହ୍ମ, ଯେ କି ବିଜ୍ଞାନମୟ, ମନୋମୟ, ପ୍ରାଣମୟ, ଚକ୍ଷୁମୟ, ଶ୍ରୋତାମୟ, କ୍ରୋଧମୟ, ଅକ୍ରୋଧମୟ, ଧର୍ମମୟ ଓ ଅଧର୍ମମୟ। କ'ଣ ଏହି ଆତ୍ମାକୁ ଛାଡ଼ି ଦ୍ୱିତୀୟରେ କୌଣସି ଅର୍ଥ ହେଇପାରେ? ଚକ୍ଷୁ, କର୍ଣ୍ଣ, ନାସା, ଧର୍ମ, ଅଧର୍ମ, କ୍ରୋଧ, ଅକ୍ରୋଧ ବିଶିଷ୍ଟ ମନୁଷ୍ୟ ହିଁ ଅଟେ। ତେଣୁ ମନୁଷ୍ୟର ଆତ୍ମା ଈଶ୍ୱର ବା ବ୍ରହ୍ମ, ଏଥିରେ ସନ୍ଦେହ ନାହିଁ। ବୃହଦାରଣ୍ୟକ ଉପନିଷେଦରେ ଗୋଟେ ଶ୍ଳୋକ ଅଛି ଯାହା ଆପଣ ଭିଡ଼ିଓରେ ଦେଖିପାରୁଥିବେ। ଏ ଶ୍ଳୋକର ଅର୍ଥ ହେଉଛି ସେ ନିଜର ପୁତ୍ରକୁ ଉପଦେଶ ଦେଲେ କି ତୁ ବ୍ରହ୍ମ, ତୁ ଯଜ୍ଞ, ତୁ ସାରା ସଂସାର ଅଟୁ। ଏହାପରେ ସେହି ପୁତ୍ର ମଧ୍ୟ ଜ୍ଞାନ ହେବା ପରେ କହିଲା, ମୁଁ ବ୍ରହ୍ମ, ମୁଁ ଯଜ୍ଞ, ମୁଁ ସାରା ସଂସାର ଅଟେ। ବେଦ ବା ଉପନିଷେଦର ଏହି ମନ୍ତ୍ରରୁ ପରିଷ୍କାର ଭାବରେ ଜଣାଯାଉଅଛି କି କେବଳ ପିତା ହିଁ ବ୍ରହ୍ମ ନୁହେଁ, ପୁତ୍ର ବା ଜୀବାତ୍ମା ମଧ୍ୟ ବ୍ରହ୍ମ। ପୁତ୍ର ଶବ୍ଦ ଈଶ୍ୱର ବା ଜୀବାତ୍ମା ପାଇଁ ହୋଇପାରେ ନାହିଁ। ଅତଏବ ନିଜ ଭିତରର ନିଜର ଆତ୍ମା ହିଁ ଈଶ୍ୱର ଓ ଯୋଗୀମାନେ ତାଙ୍କରି ଉପାସନା କରନ୍ତି, ତାହାର ଜ୍ଞାନ ଲାଭ କରନ୍ତି ଏବଂ
ନିଜ ଈଶ୍ୱରତ୍ୱ ଜ୍ଞାନ ଲାଭ କରି ତାହାକୁ ହୃଦୟରେ ଧାରଣ ପୂର୍ବକ ଏହି ଈଶ୍ୱର ପଣିଧ୍ୟାନ ରୂପରେ ଯୋଗ ସାଧନ କରନ୍ତି। ଈଶ୍ୱର ବାହାରେ ନାହାନ୍ତି, ଭିତରେ ଅଛନ୍ତି। ନିଜକୁ ଛୋଟ ଦୁର୍ବଳହୀନ ମନେ କରି ମନୁଷ୍ୟ ଜାତି ନିଜର ବଡ଼ କ୍ଷତି କରିଛି। ନିଜକୁ ଛୋଟ ମନେ କରିବା ପରେ କୌଣସି ଉତ୍ସାହ ରହେ ନାହିଁ। ସାହସ ଓ ପୁରୁଷାର୍ଥ ଦବିଯାଏ ଓ ମନୁଷ୍ୟ ଜୀବିତ ଥାଉ ଥାଉ ମୁର୍ଦାର ହୋଇଯାଏ। ଯେ ନିଜ ଆତ୍ମାକୁ ଛୋଟ ମନେ କରେ ତାହାକୁ ବେଦରେ ଆତ୍ମହତ୍ୟାକାରୀ କୁହାଯାଏ। ଛୋଟ ମନେ କରିବା ଓ ନିଜର ଆତ୍ମାକୁ ନିଜ ହାତରେ ନାଶ କରିବା ବହୁତ ବଡ଼ ପାପ। ଅଥର୍ବ ବେଦରେ ଈଶ ଉପନିଷେଦରେ ମଧ୍ୟ କୁହାଯାଇଛି, ଯାହା ଆପଣ ଭିଡ଼ିଓରେ ଦେଖିପାରୁଥିବେ। ସେ ଶ୍ଳୋକର ଅର୍ଥ ହେଉଛି, ଯେଉଁ ଲୋକ ଆତ୍ମଘାତୀ ସେ ମନୁଷ୍ୟ ଶୀଘ୍ର ମରିଯାଏ ଓ ମଲା ପରେ ଅନ୍ଧକାର, ଅଜ୍ଞାନ ଓ ତମସାବୃତ ହୋଇ ଅସୂର୍ଯ୍ୟ ନାମ ଲୋକକୁ ପ୍ରାପ୍ତ ହୁଏ। ପ୍ରକୃତରେ ଯଦି ଆମର ହୃଦୟରେ ପବିତ୍ର, ନିର୍ବିକାର, ନିରାମୟ ଓ ସର୍ବଶକ୍ତିମାନ ଈଶ୍ୱରଙ୍କର ନିବାସ ହୁଏ, ତେବେ ଯେ ନିଜକୁ ଛୋଟ ମନେ କରେ ତାର ଉନ୍ନତି କଦାପି ହୋଇପାରେ ନାହିଁ। ଗୀତାରେ ଶ୍ରୀକୃଷ୍ଣ ମଧ୍ୟ କହିଛନ୍ତି, ଅଧ୍ୟାୟ ନମ୍ବର 18 ଶ୍ଲୋକ 31ରେ, ଈଶ୍ୱର ବାହାରେ ନାହାନ୍ତି, ସବୁ ପ୍ରାଣୀଙ୍କର ଭିତରେ ହୃଦୟରେ ସ୍ଥିତ ଅଟନ୍ତି। ଅର୍ଥାତ୍ ସମସ୍ତଙ୍କର ଆତ୍ମା ଈଶ୍ୱର। ଯୋଗୀ ଏହି ଈଶ୍ୱରତ୍ୱକୁ ହୃଦୟରେ ଧାରଣ କରେ ଓ ଉପାସନା କରେ। ଆତ୍ମା ଭିନ୍ନ ଅନ୍ୟ ଦ୍ୱିତୀୟ କୌଣସି ଦେବତାର ଉପାସନା କରେ ନାହିଁ। ବହୁତ ଲୋକ ମୋତେ ନାସ୍ତିକ କହନ୍ତି, କିନ୍ତୁ ବେଦରେ ଯେ ଅନ୍ୟ ଦେବତାକୁ ଉପାସନା କରେ ତାହାକୁ ପଶୁ କୁହାଯାଇଛି। ଅଥର୍ବ ବେଦରେ ବୃହଦାରଣ୍ୟକ ଉପନିଷେଦ 15 ନମ୍ବର ଅଧ୍ୟାୟ ବ୍ରାହ୍ମଣ 4 ମନ୍ତ୍ର 10କୁ ଦେଖନ୍ତୁ। ଏବେ ତ ଏକଦମ ପରିଷ୍କାର ହେଇଗଲା। ଆତ୍ମାକୁ ଛାଡ଼ି ଯେ ଅନ୍ୟ କୌଣସି ଦେବତା ବା ଈଶ୍ୱରର ଉପାସନା କରେ ବା ତାହାକୁ ନିଜଠାରୁ ଅଲଗା ମନେ କରି କହେ କି ସେ ଅଲଗା ଆଉ ମୁଁ ଅଲଗା, ସେ ଯେପରି କିଛି ଜାଣିନଥିବା ପଶୁ। ଯେଉଁ ଉପାସନାରେ ଉପାସ୍ୟ ଓ ଉପାସକ ଦୁହେଁ ଏକ, ତାହା ହିଁ ଆତ୍ମାର ଉପାସନା, ଯାହାକୁ ଯୋଗୀମାନେ କରନ୍ତି। ବେଦ କହେ କି ସେ ଉପାସ୍ୟ ଦେବ ଅଲଗା ଆଉ ମୁଁ ଉପାସକ ଅଲଗା। ଏହା ହେଉଛି ଅଜ୍ଞାନ। ସେ ଲୋକ ପଶୁ ଭଳି ମୂର୍ଖ ଯେ ଈଶ୍ୱରକୁ ନିଜଠାରୁ ଅଲଗା ମନେ କରେ। ନିଜର ଆତ୍ମା ହିଁ ଈଶ୍ୱର। ନିଜର ଶକ୍ତି ଓ ନିଜର ଈଶ୍ୱରତ୍ୱକୁ ଭୁଲି ମନୁଷ୍ୟ ନିଜକୁ ଦୁର୍ବଳ, ରୋଗୀ, ଭାଗ୍ୟହୀନ, ଦରିଦ୍ର ଓ ଚାକର ହୋଇ ଏଣେତେଣେ ଘୁରୁଅଛି। ନିରାମୟ ତାକୁ କହନ୍ତି ଯେ ନିରୋଗ ଆଉ ପବିତ୍ର। ଆପଣଙ୍କର ହୃଦୟରେ ଅଙ୍ଗେ ଅଙ୍ଗେ ଓ ରୋମ ରୋମରେ ଯେଉଁ ଆତ୍ମା ବ୍ୟାପକ ଅଟନ୍ତି ସେ ପିରାମୟ, ନିର୍ବିକାର, ଅଜର, ଅମର, ଜ୍ଞାନବାନ ଓ ସର୍ବଶକ୍ତିମାନ ଈଶ୍ୱର ଅଟନ୍ତି। ଯେଉଁ ଶରୀରରେ ରୋମ ରୋମରେ ଏହି ଅଜର, ଅମର, ନିରାମୟ, ନିର୍ବିକାର ଓ ସର୍ବଶକ୍ତିମାନ ଈଶ୍ୱର ବ୍ୟାପକ ଅଟନ୍ତି, ସେହି ଶରୀରର ନିକଟକୁ ବୃଦ୍ଧାବସ୍ଥା, ରୋଗ, ଦରିଦ୍ରତା, ଭାଗ୍ୟହୀନତା, କୁରୂପତା ଓ ମୃତ୍ୟୁ କିପରି ଆସିପାରେ? ନିଜର ଆତ୍ମାର ଏହିସବୁ ଗୁଣ ଓ ଶକ୍ତିର ଅଜ୍ଞାନତା ଦ୍ୱାରା ମନୁଷ୍ୟ ଦୁର୍ବଳ, ରୋଗୀ, କୁରୂପ, ଭାଗ୍ୟହୀନ, ଅଜ୍ଞାନ ଓ ଦରିଦ୍ର ଓ ବୃଦ୍ଧ ହୋଇ ରହିଛି। ନିଜର ଆତ୍ମାର ବିଚାର କରନ୍ତୁ, ଚିନ୍ତା କରନ୍ତୁ। ଆପଣଙ୍କ ଶରୀରକୁ କହିଦିଅନ୍ତୁ କି ତୁମର ପ୍ରତ୍ୟେକ ରୋମ ରୋମରେ ଅଜର, ଅମର, ଅବିନାଶୀ, ନିର୍ବିକାର ଓ ନିରାମୟ ଈଶ୍ୱର ବ୍ୟାପକ ହୋଇ ରହିଛନ୍ତି। ତେଣୁ ତୁମ ଭିତରେ ବିକାର, ରୋଗ, ବୃଦ୍ଧାବସ୍ଥା, କୁରୂପତା ଓ ଦରିଦ୍ରତା ରହିନପାରେ। ଏହା ବିଶ୍ୱାସର ସହିତ କୁହନ୍ତୁ ଓ ପ୍ରତ୍ୟେକ ଦିନ କୁହନ୍ତୁ। ଏପରି ଭାବନା କରନ୍ତୁ, ସମସ୍ତ ପ୍ରକାର ବିକାର ଆଜିଠାରୁ ବାହାରି ଯାଇଛି ଓ ଈଶ୍ୱରଙ୍କ ପ୍ରକାଶ ଦ୍ୱାରା ସମସ୍ତ ଶରୀର ପ୍ରକାଶିତ ହୋଇଯାଇଛି। ବାସ୍, ଏହି ଈଶ୍ୱର ପଣିଧ୍ୟାନ ଦ୍ୱାରା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ ଓ ସମାଧି ରୂପକ ପରମାନନ୍ଦର ପ୍ରାପ୍ତ ହେବ। ସମାଧି ସେହି ଅବସ୍ଥାକୁ କହନ୍ତି ଯେଉଁଥିରେ କୌଣସି ପ୍ରକାର ଦୁଃଖ ରହେ ନାହିଁ। ମହର୍ଷି ପାତଞ୍ଜଳି ନିଜ ଯୋଗ ଦର୍ଶନରେ ଈଶ୍ୱର ପଣିଧ୍ୟାନର ଫଳ ଲେଖିଛନ୍ତି, ଯାହା ଆପଣ ଭିଡ଼ିଓରେ ଦେଖିପାରୁଥିବେ। ଈଶ୍ୱର ପଣିଧ୍ୟାନ ଦ୍ୱାରା ଅର୍ଥାତ୍ ପୂର୍ବୋକ୍ତ ଜ୍ଞାନକୁ ଜାଣି ନିଜ ଭିତରେ ଈଶ୍ୱରତ୍ୱକୁ ଧାରଣ କରିବା ଦ୍ୱାରା ସମାଧିର ସିଦ୍ଧି ହୁଏ। ପ୍ରଥମ କଥା ହେଲା, ନିଜର ଶକ୍ତି ଅଥବା ଆତ୍ମାବଳର ଜ୍ଞାନ ହୋଇଯିବା ପରେ ଯୋଗୀ ଅନ୍ୟ ଦେବୀ ଦେବତା ଓ ପେଗମ୍ବରର ପୂଜା ଓ ଭକ୍ତି ଛାଡ଼ି ବାହାରେ ବୁଲୁଥିବା ମନକୁ ଟାଣି ଆଣି ନିଜର ଆତ୍ମା ଓ ମନକୁ ନିଜର ଆତ୍ମା ରୂପରେ ଲଗାଇ ସ୍ଥିତ ହୁଏ। ଏହା ହିଁ ଯୋଗର ଫଳ ସ୍ୱରୂପ ଏହି ସୂତ୍ରରେ କୁହାଯାଇଛି।
ଅର୍ଥାତ୍ ଯୋଗ ଦ୍ୱାରା ଯେତେବେଳେ ଚିତ୍ତର ବୃତ୍ତି ଗୁଡ଼ିକର ନିରୋଧ ହୋଇଯାଏ ସେତେବେଳେ ଯୋଗୀ ନିଜ ସ୍ୱରୂପରେ ସ୍ଥିତ ହୁଏ। ଏହାର ନାମ ସମାଧି। ସମାଧିର ଦ୍ୱିତୀୟ ଅବସ୍ଥା ଚଲାବୁଲା କରୁ କରୁ ଉଠା ବସା କରୁ କରୁ ସଂସାରର କାମ କରୁଥିବା ଅବସ୍ଥାରେ ମନର ଶାନ୍ତି ସହିତ ସ୍ୱରୂପରେ ସ୍ଥିତ ହେବା ଓ ଶରୀର ଭିତରେ ଓ ବାହାରେ କୌଣସି ଦୁଃଖ ବା କଷ୍ଟ ନ ରହିବା। ଏହି ଦୁଇ ପ୍ରକାର ସମାଧି ଈଶ୍ୱର ପଣିଧ୍ୟାନ ରୂପ ଆତ୍ମା ପୂଜା ଦ୍ୱାରା ପ୍ରାପ୍ତ ହୁଏ। ଆତ୍ମାଠାରୁ ଅଲଗା ଅନ୍ୟ କୌଣସି ସେବା ବା ପୂଜା ଦ୍ୱାରା ସମାଧିର ସିଦ୍ଧି ହୋଇପାରେ ନାହିଁ। ଈଶ୍ୱର ପଣିଧ୍ୟାନ ଦ୍ୱାରା ସମାଧି ସିଦ୍ଧ ହୁଏ। ମୁହଁରେ ପଛେ ନ କୁହାଯାଉ, କିନ୍ତୁ ସଂସାରରେ ଏପରି କେହି ନାହିଁ ଯେ ନିଜର ଆତ୍ମାକୁ ସବୁଠାରୁ ଅଧିକ ଭଲ ନ ପାଏ। ଧନ, ପୁତ୍ର, ସ୍ତ୍ରୀ ଓ ସ୍ୱାସ୍ଥ୍ୟ ପ୍ରଭୃତି ସଂସାରରେ ସମସ୍ତ ପଦାର୍ଥ କେବଳ ଆତ୍ମା ପାଇଁ ପ୍ରିୟ। ଦେବତା ଓ ଈଶ୍ୱରଙ୍କ ପୂଜା ମଧ୍ୟ ମନୁଷ୍ୟ ନିଜର ଆତ୍ମା ଉନ୍ନତି ଓ ଭଲ ପାଇଁ କରେ। ସୃଷ୍ଟିର ପ୍ରଥମରୁ ପ୍ରକୃତିର ଏହି ନିୟମ। ସତ କହିବାକୁ ଗଲେ ଉପନିଷେଦରେ ବିଶେଷତ୍ୱ ଈଶ୍ୱର ଉପାସନାକୁ ନୁହେଁ ଆତ୍ମା ପୂଜାକୁ ଦିଆଯାଇଛି। ଯାଜ୍ଞବଳକ୍ୟ ଋଷି ବୃହଦାରଣ୍ୟକ ଉପନିଷେଦରେ ବହୁତ ସ୍ପଷ୍ଟ ଭାବରେ କହିଛନ୍ତି, ଆପଣ ଦେଖିନିଅନ୍ତୁ। ଏହାର ଅର୍ଥ ହେଉଛି ସ୍ତ୍ରୀ ପାଇଁ ସ୍ତ୍ରୀ ପ୍ରିୟ ନୁହେଁ, ନିଜର ଇଚ୍ଛା ପାଇଁ ନିଜ ଆତ୍ମା ପାଇଁ ସ୍ତ୍ରୀ ପ୍ରିୟ ଅଟେ। ପୁତ୍ର ପାଇଁ ପୁତ୍ର ପ୍ରିୟ ନୁହେଁ, ନିଜ ସ୍ୱାର୍ଥ ପୂରଣ ପାଇଁ ନିଜର ଆତ୍ମା ପାଇଁ ପିତାର ପୁତ୍ର ପ୍ରିୟ ଅଟେ। ଧନକୁ କୌଣସି ମନୁଷ୍ୟ ମନ ପାଇଁ ଭଲ ପାଏ ନାହିଁ, ନିଜର ସ୍ୱାର୍ଥ ଓ ନିଜ ଆତ୍ମରକ୍ଷା ପାଇଁ ଧନକୁ ଭଲ ପାଏ। ଏହି ପ୍ରକାର ମନୁଷ୍ୟକୁ ବ୍ରହ୍ମ ମଧ୍ୟ ବ୍ରହ୍ମ ପାଇଁ ପ୍ରିୟ ନୁହେଁ, ସ୍ୱାର୍ଥ ଓ ଆତ୍ମରକ୍ଷା ପାଇଁ ବ୍ରହ୍ମ ପ୍ରିୟ। ଦେବତାର ପୂଜା ଦେବତାର ସ୍ୱାର୍ଥ ପାଇଁ କେହି କରେ ନାହିଁ। ଦେବତାର ସହ ପ୍ରେମ ଓ ତାହାର ପୂଜା ନିଜ ଆତ୍ମରକ୍ଷା ପାଇଁ କରେ। ଏହିପରି ସମସ୍ତଙ୍କ ପାଇଁ ଏହି କଥା ସମସ୍ତଙ୍କ ସହ ପ୍ରେମ ନିଜ ଆତ୍ମରକ୍ଷା ପାଇଁ ସମସ୍ତଙ୍କ ପାଇଁ ନୁହେଁ। ଅତଏବ କେବଳ ଆତ୍ମା ହିଁ ଦେଖିବାର ଯୋଗ୍ୟ ଓ ମନନ କରି ଧାରଣ କରିବାର ଯୋଗ୍ୟ ଅଟେ। ଯାଜ୍ଞବାଲକ୍ୟ ଋଷି କହନ୍ତି କି, ହେ ମିତ୍ର, କେବଳ ଆତ୍ମାକୁ ଦେଖିନେଲା ପରେ, ଆତ୍ମାର ଶକ୍ତିର ବଢ଼ାଇ ଶୁଣିନେଲା ପରେ ଓ ଆତ୍ମାକୁ ଜାଣିନେବା ପରେ ସବୁକିଛି ଜଣାଯାଏ। ପ୍ରାଚୀନ ବେଦଶାସ୍ତ୍ର ଓ ଉପନିଷେଦର ଏହା ହିଁ ଗୂଢ଼ତତ୍ତ୍ୱ ଅଟେ। ପ୍ରାଚୀନ କାଳରେ ଯୋଗୀ ଋଷି ଓ ମୁନି ଏତେ ସ୍ୱତନ୍ତ୍ର ଥିଲେ ଯେ ନିଜର ଆତ୍ମାକୁ ଈଶ୍ୱରଙ୍କ ଅଧୀନ ଭାବିବା ଏକ ପ୍ରକାର ଗୋଲାମୀ ଓ ପାପ ବୋଲି ବୁଝୁଥିଲେ। ବିଦ୍ୱାନ ଯଦି କାହାରିକୁ ପୂଜା କରୁଥିଲେ, ନିଜକୁ ଓ ନିଜର ଆତ୍ମାକୁ। ଏହି କାରଣରୁ ସେହି ସମୟରେ ସେମାନଙ୍କର ସାହସ, ପୁରୁଷାର୍ଥ ଓ ଆତ୍ମାବଳ ସଂସାରରେ ସବୁଠାରୁ ଆଗରେ ଥିଲା। ଶ୍ରୋତାମାନେ ମୋତେ ସତ କହିବା ପାଇଁ ଯଦି କ୍ଷମା କରନ୍ତି ତ ସ୍ପଷ୍ଟ କହିବି କି, ପ୍ରାଚୀନ ସମୟରେ ବଡ଼ ବଡ଼ ବିଦ୍ୱାନ ଓ ଋଷିମୁନି ଈଶ୍ୱର ବା ପରମାତ୍ମାଙ୍କର ଦାସ ବା ଭକ୍ତ ନଥିଲେ। ଅନୁମାନ ହୁଏ ଏହି ଯୋଗ ଓ ଆତ୍ମବାଦର ଖୁବ୍ ବଡ଼ ବଡ଼ ଗ୍ରନ୍ଥ ଥିଲା, କିନ୍ତୁ ଯେଉଁ ମାଟିରେ ବା ଦେଶରେ ଏକ ଧର୍ମର ଲୋକ ଅନ୍ୟ ଧର୍ମର ଲୋକଙ୍କୁ ଜୀଅନ୍ତା ଜଳାଇ ଦେଉଥିଲେ, ସେହି ମାଟିରେ ଏହି ଗ୍ରନ୍ଥ ନଷ୍ଟ କରି ଦିଆଗଲା। ବର୍ତ୍ତମାନ ଅକୃତ୍ରିମ ଓ ଶୁଦ୍ଧ ଆତ୍ମବାଦର ଗ୍ରନ୍ଥ କେଉଁଠି ଖୋଜିଲେ ବି ମିଳେ ନାହିଁ। ଏଣୁ ସଂସାର ଉନ୍ନତି କରୁ କରୁ ପୁଣି ସେହି ସ୍ଥାନକୁ ଆସି ଯାଇଅଛି ଓ ଦିନ ଆସିବ ଲୋକମାନେ ନିଜ ନିଜ ମଜହବ ଓ ମତାନ୍ତ ଛାଡ଼ି ସତ୍ୟ ଅନୁଯାୟୀ ହୋଇଯିବେ। ଆଜିକାଲିର ବିଜ୍ଞାନ ମଧ୍ୟ ଆତ୍ମଶକ୍ତିର ଠିକଣା ଲଗାଉଛି। ମନୁଷ୍ୟ ନିଜକୁ ଈଶ୍ୱରର ଦୟା ଉପରେ ଛାଡ଼ିବାକୁ ଚାହୁଁନାହିଁ। ନିତ୍ୟ ବଡ଼ ବଡ଼ ବିଦ୍ୱାନମାନେ ଏହି ବିଚାରରେ ଲାଗିଛନ୍ତି କି ପ୍ରକୃତ ଉପରେ ମନୁଷ୍ୟର ପୂର୍ଣ୍ଣ ଅଧିକାର ଅଛି। କିଛି ଦିନ ଧରି ବହୁ ପ୍ରାଚୀନ କାଳରେ ମନୁଷ୍ୟ ପ୍ରକୃତି ଉପରେ ପୂର୍ଣ୍ଣ ଅଧିକାର ଥିଲା, କିନ୍ତୁ ଦିନ ପରେ ରାତି ଆସେ। କାଳକ୍ରମେ ଲୋକମାନେ ଆତ୍ମଜ୍ଞାନକୁ ଭୁଲିଗଲେ। ନିଜର ଶକ୍ତିର ଅନଭିଜ୍ଞତା କାରଣରୁ ଲୋକମାନେ ମତାନ୍ତର, ଦେବୀ ଦେବତା ଓ ଭୂତ ପ୍ରେତର ଗୋଲାମ ଓ ଦାସ ବନିଗଲେ। ଏହାର ଫଳ ହେଲା କୌଣସି ଦେବୀ ଦେବତା ଓ ଭୂତ ପ୍ରେତ ଏମାନଙ୍କୁ ରକ୍ଷା କରିପାରିଲା ନାହିଁ ଏବଂ ଅଜ୍ଞାନତା କାରଣରୁ ନିତ୍ୟ ଅବନତି ଗର୍ତ୍ତରେ ପଡ଼ି ଚାଲିଲେ। ନିଜର ଆତ୍ମାକୁ ବା ନିଜକୁ ତୁଚ୍ଛ ମନେ କରୁଥିବା ଆଜିକାଲିର କବି ଓ ବିଦ୍ୱାନମାନେ ବାର ବାର କୃଷ୍ଣ ଓ ରାମକୁ ଡାକୁଛନ୍ତି କି ଥରେ ପୁଣି ଶୀଘ୍ର ଆସ ଏବଂ ମୋତେ ରକ୍ଷା କର, କିନ୍ତୁ ସେ ଆସୁନାହାନ୍ତି କି ଆସିବେ ନାହିଁ। ସେ ନିଜର ଶିକ୍ଷା ଦେଇ ଯାଇଛନ୍ତି। କୃଷ୍ଣଙ୍କର ଯେଉଁ ବଳ ଥିଲା ତାହାର କାରଣ ଥିଲା ସେ ନିଜ
ଆତ୍ମାକୁ ବା ନିଜକୁ ଈଶ୍ୱର ମନେ କରୁଥିଲେ। ସେ ସ୍ପର୍ଶ ଭାବରେ ଆତ୍ମାକୁ ଈଶ୍ୱର କହିଛନ୍ତି ଓ ଏଇଥିପାଇଁ ସେ କହିଛନ୍ତି କି ଆପଣ ବି ଆପଣଙ୍କୁ ଈଶ୍ୱର କୁହନ୍ତୁ। ଆପଣ ନିଜର ପ୍ରକୃତ ସ୍ୱରୂପକୁ ସ୍ମରଣ କରି ଭୀରୁତା, କୃପଣତା ଓ ଅଜ୍ଞାନକୁ ଛାଡ଼ିଦେଇ ନିଜକୁ ନୀଚ ମନେ ନ କରି ନିଜର ଈଶ୍ୱରତ୍ୱକୁ ଧାରଣ କରି ଆତ୍ମବଳର ଜ୍ୟୋତି ଜାଗରଣ କରି ଦେଖନ୍ତୁ ହୃଦୟରେ କେତେ ବଳ ଆସିଯାଉଛି। ସ୍ୱାବଲମ୍ବନ ଓ ପୂର୍ଣ୍ଣ ସ୍ୱତନ୍ତ୍ରତା ସମସ୍ତ ସୁଖ ଉନ୍ନତିର ମୂଳ। ଅନ୍ୟକୁ ମାଗିବା ଲୋକ କେବଳ କଉଡ଼ି ପାଇପାରେ, ହୀରା ନୁହେଁ। ହୀରା ପାଇବା ଲୋକ ପାଇଁ ସ୍ୱାବଲମ୍ବନ, ସ୍ୱତନ୍ତ୍ରତା ଓ ଆତ୍ମଶକ୍ତିର ଆବଶ୍ୟକତା ଅଛି। ଇଚ୍ଛା ଯାହା ବିଶ୍ୱାସ ସହିତ ଓ ନିଜର ଆତ୍ମବଳ ଆତ୍ମଜ୍ଞାନ ସହିତ କରାଯାଏ ତାହା ଖୁବ୍ ଫଳବର୍ତ୍ତୀ ହୋଇଥାଏ। ଏପରି ଇଚ୍ଛା ଅବଶ୍ୟ ପୂର୍ଣ୍ଣ ହୁଏ। ଇଚ୍ଛା ଆଗରେ କଣ୍ଟକ ବା ତାହା ପୂରଣ କରିବାରେ ବାଧା ସୃଷ୍ଟି କରିବା ପଦାର୍ଥ ସଂସାରରେ କିଛି ଅଛି ତ ତାହା ନିଜର ଶଙ୍କା, ଭୟ ଓ ନିଜ ଆତ୍ମବଳର ଅଜ୍ଞାନତା। ଆପଣ ଈଶ୍ୱର। ଆପଣଙ୍କର ଇଚ୍ଛା ସେହି ବସ୍ତୁ ଯାହା ସଫଳତା ଓ ଇଚ୍ଛା ପୂରଣର କିଛି ସମୟ ପୂର୍ବରୁ ହୃଦୟରେ ଉତ୍ପନ୍ନ ହୋଇଥାଏ। ଯୋଗୀର ଇଚ୍ଛାକୁ ରୁଦ୍ଧ କରିବା ପାଇଁ କାହାରି ସାମର୍ଥ୍ୟ ନାହିଁ, ବରଂ ଏପରି ଦୃଢ଼ ବିଶ୍ୱାସ ହେବା ଉଚିତ। ନିଜର ଆତ୍ମାକୁ ଯେ ଈଶ୍ୱର ମନେ ନ କରି ନୀଚ ମନେ କରେ ସେ କେବଳ ନିଜ ଇଚ୍ଛା ପୂରଣରେ ସଫଳ ହୋଇପାରେ ନାହିଁ। ଦେଖନ୍ତୁ ଆତ୍ମା ବିଷୟରେ ବେଦ ଉପନିଷେଦ କ'ଣ କହୁଛି। ଏହି ଆତ୍ମା ସବୁ ଭୂତ ଅର୍ଥାତ୍ ସାରା ସଂସାର ମାଲିକ ଅଟନ୍ତି। ପୃଥ୍ୱୀ, ଜଳ, ବାୟୁ, ଆକାଶ, ଅଗ୍ନି ଆଦି ସବୁ ଭୂତଙ୍କର ରାଜା ଅଟନ୍ତି। ଏମାନେ ସବୁ ଆତ୍ମାର ଆଜ୍ଞାରେ ରୁହନ୍ତି। ଯେପରି ଚକ୍ର ବା ଚକିର ନାଭିରେ ଏହାର ସମସ୍ତ ଅର ମିଳିତ ହୋଇଛି, ସେହିପରି ପଞ୍ଚତତ୍ତ୍ୱ ସବୁ ଦେବତା, ସବୁ ପ୍ରାଣ ସାରା ସଂସାର ଆତ୍ମାର ଲଗାମ ହୋଇ ଆତ୍ମାର ବଶରେ ଅଛନ୍ତି। ଓ ଯେପରି ଚକ୍ର ନାଭି ଚାଲିବା ଦ୍ୱାରା ଚକ୍ରର କାଠ ବା ଅରଗୁଡ଼ିକ ଚାଲିବାରେ ଲାଗେ, ସେହିପରି ଆତ୍ମାର ଆଜ୍ଞାରେ ସାରା ସଂସାର ଚାଲିପାରେ। ସତ କଥା ହେଲା ସାରା ସଂସାର ଆତ୍ମାର ବଶରେ ଅଛି। ଯିଏ ଶରୀର ଭିତରେ ଅଛନ୍ତି ସେହି ଆମର ବାହାରେ ବି ଅଛନ୍ତି। ତେଣୁ ଏହି ଜ୍ଞାନ ଓ ବିଶ୍ୱାସ ସହିତ ଯୋଗୀ ସାରା ସଂସାରକୁ ନିଜ ବଶରେ ରଖି ଚାଲିପାରେ। ଯଜୁର୍ବେଦର କଠ ଉପନିଷେଦକୁ ଦେଖନ୍ତୁ। ଏହାର ଅର୍ଥ ହେଉଛି ସବୁ ପ୍ରାଣୀଙ୍କ ଭିତରେ ଏହି ଆତ୍ମା ହିଁ ଅନେକ ରୂପ ଧାରଣ କରି ସାରା ସଂସାରକୁ ନିଜର ବଶ ରଖିଛି। ଯେଉଁ ଜ୍ଞାନୀ ପୁରୁଷ ଏହି ଆତ୍ମାକୁ ନିଜ ଭିତରେ ଦେଖେ ସେ ଅନନ୍ତ ସୁଖ ଓ ଆନନ୍ଦର ଭାଗୀ ହୁଏ, ଅନ୍ୟ କେହି ନୁହେଁ। ଯେଉଁ ମନୁଷ୍ୟ ନିଜ ଆତ୍ମାର ଏହି ମହତ୍ତ୍ୱକୁ ଜାଣିଯିବ ସେ ଆତ୍ମା ପୂଜା ବ୍ୟତୀତ ଅନ୍ୟର ପୂଜା କରିପାରିବ ନାହିଁ। ଯେତେବେଳେ ମନୁଷ୍ୟ ଏହା ଜାଣିନେବ କି ସବୁଠାରୁ ବଡ଼ ଦେବତା ଓ ଈଶ୍ୱର ଆତ୍ମା ଭିତରେ ଅଛି ଏବଂ ଆମେ ହିଁ ଈଶ୍ୱର ଅଟୁ, ସେତେବେଳେ ସେ ନିଜର ରହିବା ଘରକୁ ଏପରି ସଫା ରଖିବ ଯେପରି ଜଣେ ଭକ୍ତ ନିଜ ମନ୍ଦିରକୁ ସଫା ରଖେ। ଭକ୍ତ ଯେପରି ନିଜ ଈଶ୍ୱରଙ୍କୁ ସ୍ନାନ କରାଏ ସେହିପରି ଯୋଗୀ ନିଜ ଶରୀରକୁ ନିତ୍ୟ ପ୍ରେମ ଓ ଭକ୍ତିର ସହିତ ସଫା କରେ, ଧୋଏ ଓ ଖୁବ୍ ସ୍ନାନ କରାଇ ସୁସ୍ଥ ରଖେ। ଖୁବ୍ ଭଲ ଭଲ ଲୁଗା ପିନ୍ଧାଏ ଓ ଭଲ ଭଲ ଭୋଜନ ଦିଏ। ଯଦି ଅନ୍ୟ ଦ୍ୱାରା ତିଆରି ହେଉଥିବା ଭୋଜନ ଓ ଜଳ ଅତ୍ୟନ୍ତ ସ୍ୱଚ୍ଛ, ଉତ୍ତମ ଓ ସ୍ୱାଦିଷ୍ଟ ମିଳେ ନାହିଁ ତ ସେ ନିଜକୁ ଖୁଆଇବା ପାଇଁ ସ୍ୱୟଂ ପବିତ୍ରତାର ସହିତ ସ୍ୱାଦିଷ୍ଟ, ସ୍ୱଚ୍ଛ ଓ ପବିତ୍ର ଭୋଜନ ତିଆରି କରେ। ପୁଣି ସେ ନିଜ ଆତ୍ମାକୁ ଖୁବ୍ ଭଲ ଭଲ ପୁସ୍ତକ ପଢ଼ି ଶୁଣାଏ ଓ ସର୍ବଦା ପ୍ରସନ୍ନ ରହେ। ଭଲ ଭଲ ଭୋଜନ, ବସ୍ତ୍ର ଓ ଜ୍ଞାନ ଏବଂ ବିଚାର ପାଇଁ ଆଳସ୍ୟ ଛାଡ଼ି ଖୁବ୍ ସାହସ, ଉତ୍ସାହ ଓ ପୁରୁଷାର୍ଥ ସହ କାମ କରେ। ଏହା ଆତ୍ମା ପୂଜାର ବାହ୍ୟ ରୂପ ଅଟେ। ଏହି ଆତ୍ମା ପୂଜାରେ ମନୁଷ୍ୟ ସମସ୍ତ ପ୍ରକାର ଉନ୍ନତି ପ୍ରାପ୍ତ କରି ଅପାର ସୁଖ ଅନୁଭବ କରେ। ଏହା ସେହି ସୁଖ ଯାହା ସମ୍ରାଟ ମଧ୍ୟ ପାଏ ନାହିଁ। ଏହା ବିନା ଜ୍ଞାନ ଓ ଅଭ୍ୟାସରେ ମିଳିପାରେ ନାହିଁ। ଯାହାର ନିଜ ଆତ୍ମାର ପ୍ରକୃତ ଜ୍ଞାନ ନାହିଁ ସେ ସମ୍ରାଟ ହୋଇ ବି ସୁଖୀ ହୋଇପାରେ ନାହିଁ। ବିପରୀତରେ ଯାହା ନିଜର ଅଥବା ନିଜ ଆତ୍ମାର ଜ୍ଞାନ ଅଛି ଓ ଯୋଗର ଉତ୍ତମ ସାଧନା ଦ୍ୱାରା ଯୁକ୍ତ, ସେହିପରି ଜଣେ ସାଧାରଣ ମନୁଷ୍ୟ ସମ୍ରାଟ ଅପେକ୍ଷା ଅତି ଅଧିକ ସୁଖୀ ଅଟେ।